ଆରେ ପୁଅ ଟିକେ ବଜାରରୁ ଗଲୁ ସଉଦା ଆଣିକି ଆସିବୁ। କଣ କଣ ସଉଦା ଆଣିବୁ ମନେ ରଖେ। ଆଉ ପୁଅ ଶୁଣେ, ଆଳୁ 3 କିଲେ, ପିଆଜ କିଲେ, ବାଇଗଣ 2 କିଲେ। ହଉ ପୁଅ ପଇସା ନେ, ଜଲ୍ଦି ଯାଇକି ଆଣେ। ଭାଣିଜଟା ମୋର କାଲି ରାତିଠୁ ଖାଇନି, ଆଇଲେ ଖାଇବ। ହଉ ତାଦୁରୁ ଯେତିକି ପଇସା ବଳିବ ତାଦୁରୁ 3 ଟଙ୍କା କି 5 ଟଙ୍କା ନେଇଯିବୁ। ହଁ ପୁଅ ତୁ କଣ ନବୁ? ମଉସା ମତେ ଦେ ଆଳୁ କିଲେ, ପିଆଜ 3 କିଲେ, ବାଇଗଣ 2 କିଲେ। ଆଉ ଯାହା ପଇସା ବଳୁଛି ମତେ ଦେଇ ଦିଅନ୍ତୁ। ଆରେ ପୁଅ ତୁ କଣ ଚାହା ଦୋକାନକୁ ଆସି ସଉଦା କଥା କହିଲୁ? ସଉଦା ବା ଏଠି ମିଳୁନି। ଆଉ ମୁଁ ଘରକୁ ଯାଇ ସେ ବୁଢ଼ାକୁ ପଚାରିବି ଦୋକାନ କୋଉଠି। ବୁଢ଼ା ପଇସା ଦେଇ ପଠେଇଦେଲା, ନିଜେ ନ ଆସିକି। ବାପା, ବାପା ବାପା କୋଉଠି ଅଛ? ବାହାରକୁ ଆଇଲ। ହଁ ପୁଅ କଣ ହେଲା? ଡାକୁଛୁ କାହିଁକି? ସଉଦା ସବୁ ନେଇ ଆଇଲୁ? ନାଇଁ ବାପା, ତମେ ଆଗ କହିଲ ଦୋକାନ କୋଉଠି? ଇରେ ତୁ ଏତେ ବଡ଼ ହେଲୁ, ଦୋକାନ କୋଉଠି ଦେଖିନୁ? ତୁ ମୋରି ପୁଅଟି ନା ଆଉ କାହା ପୁଅ? ହଁ ବାପା, ତମେ କଣ କହୁଛ? ମୁଁ ତମ ପୁଅ ନା ଆଉ କାହା ପୁଅ? ଭୋକରେ ମୋ ପେଟ ଜାଣିନାହିଁ। କଣ ପିଲା ନା ଦୋକାନ ଜାଣିନି। ଯା ପଳା ଏଠୁ, ବାହାର ଯାଗରୁ। ପକେଇବି 2 ପାହାର ଯେ ତୋ ବୋପାକୁ ମଉସା ଡାକିବୁ। ମାମୁଁ, ଖାଇବାକୁ କଣ ହେଇଛି? ଭୋକ କଲାଣି ବା ଜୋରେ। ହେଇବା ଦେଖୁନୁ, ତୋ ଭାଇକି ପଠେଇଥିଲି ସଉଦା ପାଇଁ, ତୋ ଭାଇ ଦୋକାନ କୋଉଟା ଜାଣିନି, ନଉଟି ପଳେଇ ଆଉଛି ଘରକୁ। ରୋଷେଇ ବା କିଛି ହେଇନି।